ଶଙ୍ଖାସୁରକୁ ମାରିବାକୁ ଆଦେଶ ଦେଲେ କିଏ? ନା ନାରାୟଣ। ନାରାୟଣ ସୁଦର୍ଶନ ଚକ୍ର ଗଲା ଶଙ୍ଖାସୁରକୁ ମାରିବାକୁ। ଲୁଚିଲା ଜଳ ଭିତରେ, ସମୁଦ୍ର ଜଳ ଭିତରେ ଲୁଚିଲା ଅସୁର। ନାରାୟଣ କହିଲେ ତୁ ଏଡେ ଚାଲାକ, ଏଡେ ଚାଲାକ। ପାଣି ଭିତରେ ପଶିଗଲେ ତୁ ଭାବୁଛୁ ମୁଁ ତତେ ଛାଡ଼ିଦେବି? ଛାଡ଼ିଦେବି। କଣ କଲେ ପ୍ରଭୁ? କଣ କଲେ? କଲା ଦିଅ ଅବତାର ହୋଇଲ ମୀନ ସ୍ୱରୂପ ଜଳେ। ମୀନ ସ୍ୱରୂପ ଜଳେ, ମୀନ ସ୍ୱରୂପ ଜଳେ। ବେଦଧାରୀ ଶଙ୍କାରୀ ନାସି ଦେଲ ବ୍ରହ୍ମାକୁ ହେଳେ। ବ୍ରହ୍ମାକୁ ହେଳେ, ବ୍ରହ୍ମାକୁ ଦେଲ, ବ୍ରହ୍ମାକୁ। ନାରାୟଣ ପାଣି ଭିତରେ ଗୋଟିଏ ମୀନ ବୋଲେ ମାଛ ରୂପଟି ଧରିଲେ। ଆରେ ଦିଲୁଆ, ଆଜ୍ଞା ମୋ ପ୍ରଭୁ କୋଉ ମାଛ ହେଇକି ଶଙ୍ଖାସୁରକୁ ମାଇଲେ? ଚେଙ୍ଗ ମାଛ, ଯୋଉଟା ଗଡିଶା କହନ୍ତି। ଏଇଟା ଜ୍ଞାନୀ ପିଲାଟା। ଜ୍ଞାନ ଗଦାରେ ମୁଁ ଜନ୍ମ। ଆରେ ଚେଙ୍ଗଟା କିଏ ଜାଣିଛୁ? କିଏ? ଏ ଜିନିଷ ମୁଁ ସମୁଦି ପାଇବନି। ଆଉ ନାଇଁ, এটা হচ্ছে বাংলাদেশ পুরাণ, বঙ্গলা পুরাণ। চেঙ্গ কোঠু জন্ম হলা জানিছু? না না এ কথা কইবারিব না আমি। কলা রম্ভ করম্ভ যেবেনি থিলে যে অসুর। দেখে চেঙ্গ কোঠু জন্ম হয়েছি। রম্ভ করম্ভ যেবেনি থিলে যে অসুর। জগতে বড় বীর্যরে হেলে ভয়ঙ্কর। সূর্য ভার্জিয়া থিলা সংজ্ঞা তেজন সহিলা। সূর্যঙ্কর দুইটা স্ত্রী, গোটে সংজ্ঞা গোটে ছায়া। সূর্যঙ্কর যে এতে বড় তেজ এ অসুর সহি পারলানি। মো মা সংজ্ঞা সহি পারলানি। গোটে মহিষী হইকি ছাটিকি দৌড়িলা। করম্ভ অসুর দেখিলা মহিষী কি ভারি গুলগুলিয়া মহিষীতে হয়েছে। তা মন বলিলা মহিষী উপরে। কଣ ମନ ବୋଲିଲା? ତମ ଘରକୁ ଯିବାକୁ ମନ ବଳିଲା। ଆଉ କଣ ଆପଣଙ୍କ ଘରକୁ କହିଥିବେ? ଆମ ଘରକୁ ଆସିବେ ବୋଲେ କଣ ମନ ବଳିଲା? କଣ ଖୋଲି କହିବ ନା ଆଉ। ଆରେ ପ୍ରୀତି ବୋଲେ ପ୍ରେମ କରିବାକୁ, ସହବାସ କରିବାକୁ ମନ ବଳିଲା। କହିବ ନା। କରମ୍ଭ ଅସୁର କଣ କଲା? ଗୋଟେ ଅଣ୍ଡିରା ମହିଷୀ ହେଲା। ସୂର୍ଯ୍ୟ ସ୍ତ୍ରୀ ପଛରେ ଗୋଟେଇ ଗୋଟେଇ ପାତାଳପୁରରେ ଜବରଦସ୍ତ ତାକୁ ପ୍ରେମ କରିଦେଲା। ଯେତେବେଳେ ଜବରଦସ୍ତ ପ୍ରେମ କରୁଛି ଇଏ ଦେବତା ଇଏ ଅସୁର ସହି ପାରିଲାନି। କିଏ ନା ସୂର୍ଯ୍ୟ ସ୍ତ୍ରୀ ଗର୍ଭ ଧାରଣ କଲା। ତା ଗର୍ଭରୁ ଜନ୍ମ ହେଲା ମହିଷାସୁର, ଯାହାକୁ ଦୁର୍ଗା ମାଇଲେ। ଆଉ ପ୍ରେମ କଲା ବେଳେ ସୂର୍ଯ୍ୟ ସ୍ତ୍ରୀ ମହିଷୀ ହେଇଛି। ଟୁ ପାସ ବୋଲେ ଝାଡା ହେଇଗଲା। ତା ଟୁ ପାସରୁ ଆମେ ଯେମିତି ଝାଡା ବସିଲା ବେଳେ ଆମ ଦେହରେ ମଇଳାରୁ କୃମି ବାହାରନ୍ତି, ସେଇଭଳି ସୂର୍ଯ୍ୟ ସ୍ତ୍ରୀ ସଂଜ୍ଞା ଯେତେବେଳେ ଟୁ ପାସ୍ କରିଛି, ସେଇ ଟୁ ପାସ୍ ଭିତରୁ କଲା ବିହରିଲା ଏକ ଜୀବ, ଚେଙ୍ଗ ତାର ନାମ।
ଏହି ପରା ସିନା ଗୋଟେ ମହିଷା ପୁରାଣ ବାବାରେ କେତେ ଭିତରି କଥା କି ରେ চেঙ্গ প্রভু এইনি হ্যালো সই ଆଜ୍ଞା ମହାପୁରୁ କୋଉ ମାଛ ହେଇଥିଲେ କହିପାରିବ? ନାନାଦି ଭଲ ହାଇବ୍ରିଡ ମାଗୁର 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 ଆଉ ସେଇଥିପାଇଁ ଘରେ ସଇ ଆଣି ତତେ ଝାଡୁ ଦେଇ ବାଡଉଛି ହେଲା ଆଉ କଣ ପେପର ପ୍ଲାସ୍ ହେଇଛି ବାପା ସିଦ୍ଧେଶ୍ୱର ଆଜ୍ଞା ଶ୍ରୀଧର ଆଜ୍ଞା ପ୍ରଭୁ କୋଉ ମାଛ ହେଇଥିଲା କହିପାରିବ? ସିଙ୍ଗି ମାଛ ସିଙ୍ଗି ମାଛ ପିନ୍ଧିଥିଲା ତ ହାତକୁ ଆଉ ହେଇନ କି କେହି ହବନି ଖାଲି ପାଲାକୁ ଆଉଛ ଆଉ କଣ ଆମେ ଜାଣିଲେ ଆପଣ କହନ୍ତୁ ଆଉ କଣ ଡ୍ରେସ୍ ହଳେ ହଳେ ପିନ୍ଧୁଛ ନୃସିଂହ ଢୋତାଠୁ 600 800 1000 ନେଖେ ନଉଛ ଆଉ। ଆପଣ କହନ୍ତୁ ଟିକେ ଜାଣିବା ଆରେ ବାପା ଭିକାରୀ ଭିକାରୀ ପୁଅ ବାହାର ସ୍ଲିପ୍ ହେଇଯାଉଛି ପ୍ରଭୁ କୋଉ ମାଛ ହେଇଥିଲେ କହିପାରିବ? ପ୍ରଭୁ ହେଇଥିଲେ ନାଲିଆ ରୋହି ବାସ୍ ଏ ଗୋଟାକ ଜ୍ଞାନୀ ପିଲା ବୋପାଲୋ ଠିକ ହୋଇଛି। ଏ ଗୋଟାକ ଜ୍ଞାନୀ ନାରାୟଣ ଶଙ୍ଖାସୁରକୁ ମାରିବା ପାଇଁ ନାଲି ରଙ୍ଗର ରୋହି ମାଛ ହେଲେ ପ୍ରମାଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ବୈଦେହୀ ସବିଳାସ ଆହା କଲା ବହି ତ ଇଏ ରୋହିତ ରୂପ লোহিত মূরতি ওহিত ওহিত রূপা ওহিত ভুরাতি ওহিত ওহিত রূপা অলাবহিত রোহিত লীলা লোহিত মূরতি ওহিত ওহিত লীলা লোহিত ভুরাতি ওহিত লোহিত লীলা বেগে দর দৈত্য তাতে ନାରାୟଣ ରୋହି ମାଛଟେ ହେଇକି ଲାଞ୍ଜଟାକୁ ଗୁଟେଇ ଦେଲେ କାହାକୁ ନା ଶଙ୍ଖାସୁରକୁ କେଡେ ବଡ ମାଛ ହେଲେ କହିପାରିବୁ? ମାଛ ତ ଏଇ ସାଇଜ ମାଛ ତ କେଡେ ବଡ ମାଛ କଣ ଏଇ ସାଇଜ ମାଛ କଣ ରହି ମାଛ ନା କେଡେ ଟେଡି କେଡେ ବଡ ମାଛ ହେଇକି ନାରାୟଣ ଅସୁରକୁ ଧଇଲେ କେଡେ ବଡ ମାଛ ଶୁଣିବୁ ହଁ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଦ ଧାଡ଼ିଏ ପ୍ରମାଣ କଲେ କେଡେ ବଡ ମାଛ ମୋ ପ୍ରଭୁ ହେଲା କଲା ସତ ଯୋଜନ ୟାର ଶୃଙ୍ଗ ମହାବିଶାଳ ପରିଜଙ୍ଗ ମହାବିଶାଳ କରିଅଙ୍ଗ ମହାବିଶାଳ ନାରାୟଣ ହେଲା 100 ଯୋଜନ ଯୋଜନକ 4 ମାଇଲି ଆକୁ ବୁଢା ବାପା ଯୋଉମାନେ ବସନ୍ତି ସେ ଜାଣିଛନ୍ତି ଅତି କମରେ ଯୋଜନଟା ହେଲା 12 କିଲୋମିଟର 12 କିଲୋମିଟର ନାରାୟଣ ଯୋଉ ମାଛଟି ହେଲେ 100 ଯୋଜନ 12 ଗୁଣନ 100 1200 କିଲୋମିଟର ନାରାୟଣଙ୍କ ଲାଞ୍ଜ ଯଦି ମରିଚିଆରେ ରହିଲା 1200 କିଲୋମିଟର ବୋଲେ ତା ମୁଣ୍ଡଟା ଯାଇକି ଆହ୍ଲାବାଦରେ ରହିଲା ଗୁଡେଇକି ଶଙ୍ଖାସୁରକୁ କଚି ଦେଲା
ବଞ୍ଚିବା ପାଇଁ ଶଙ୍ଖାସୁର ଗୋଟେ ଶଙ୍ଖର ରୂପକୁ ଧାରଣ କରି ବଙ୍ଗୋପସାଗର ବୋଲି ଆମ ଯୋଉ ପୁରୀ ବେଳାଭୂମିରୁ ଗଟି 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 ଦୌଡ଼ିଲା। ନାରାୟଣ ସୁଦର୍ଶନ ଚକ୍ରକୁ ଛାଡ଼ିଲେ କହିଲେ ଯା କାଟ। ଦୌଡ଼ିକି ଗଲା ବେଳେ ଶ୍ରୀମନ୍ଦିରରେ କଲା ନୀଳ ଧବଳ ସେ ଅଙ୍ଗଟି ନୀଳାଚଳ ପର୍ବତ ମାନବ ଦେହରେ ଖେଳନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଶଙ୍ଖାସୁର ଯାଇଛି ଗଡି ଗଡିକି ଶଙ୍ଖ ରୂପରେ। ଶ୍ରୀମନ୍ଦିର ନୀଳାଚଳ ପର୍ବତ ଉପରେ ଗୋଟେ ଗଛଟେ ଥିଲା। ସେ ଗଛଟାକୁ କୁଣ୍ଢେଇଲା। ସେ ଗଛ ନା କଣ? ସେ ଗଛର ନା ନାଟି ତାର କଳ୍ପବଟ। କଳ୍ପବଟକୁ ଯିଏ ଯାହା ମାଗେ ତାହା ପୂରଣ ହେଇଯାଏ। ତାହେଲେ ଶ୍ରୀକ୍ଷେତ୍ର ଆମ ପୁରୀରେ କଳ୍ପବଟ ଅଛି ନା ନାଇଁ ଆଜ୍ଞା? ଅଛି। ଭାଣ୍ଡିର ମୂଳେ ଖେଳ ହୋଇ ସେ ବିଶ୍ୱ ସମ୍ରାଟ। ଯଦି କଳ୍ପବଟ ପୁରୀରେ ଥାନ୍ତା ତାକୁ ଯିଏ ଯାହା ମାଗିବ ସେ ସାଙ୍ଗେ ସାଙ୍ଗେ ଦବ। ତାହେଲେ 25 ବର୍ଷ ହେଲା କାହିଁକି କଂଗ୍ରେସ ହାରିଲା? କଳ୍ପବଟକୁ କୁଣ୍ଢେଇ କହିଥାନ୍ତା ଦେଶ ଶାସନ ଯେ ଭଲା। ଯଦି କଳ୍ପବଟ ଅଛି କଂଗ୍ରେସିଆ ଦଳ କାହିଁକି ଛଟପଟ ହଉଛ ତମେ? ମୋ ଉପରେ ରାଗିବନି, ମୁଁ ସତ କଥା କହିଦଉଛି। ମୋ ଜୀବନ ଯାକ ମୁଁ ହାତ ଚିହ୍ନ ବାଦେ ଆଉ କାହାକୁ ଭୋଟ ଦେଇନି। କଂଗ୍ରେସ ପାର୍ଟି ମୋ ଜୀବନ ଯାକ ପାର୍ଟି କରନ୍ତୁ ତୁ ପାର୍ଟି କର। ମୋ ଜୀବନ ଯାକ ମୁଁ ହାତରେ ଭୋଟ ଦେଇଛି। ବୁଝୁଛ ତ ଇଏ ଫୁଲ କଂଗ୍ରେସ, ପୁରା କଂଗ୍ରେସ। ଆଗ ଘରେ କିନ୍ତୁ ବିଜେଡି। ଆରେ ମୂର୍ଖ ତମେ ସବୁ ପାଳିଆ ଅଳିଆ ପରା କହିଛି। ପାଳିଆ ଅଳିଆ। ତୁ ଯେତେବେଳେ ଭୋଟ ଦେଇ ଯାଉଛୁ ତୁ ହାତରେ ଭୋଟ ଦଉଛୁ ନା ଗୋଡରେ ଭୋଟ ଦଉଛୁ? ହାତରେ। ତେଣୁ ଆମେ ସମସ୍ତେ ହାତରେ ଭୋଟ ଦଉଛେ, ଚିହ୍ନ ହଉଛି ଅଲଗା ଅଲଗା। ନବୀନା 25 ବର୍ଷ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀ। ଯଦି କଳ୍ପବଟ ଅଛି ତାକୁ କୁଣ୍ଢେଇଥାନ୍ତା ହେ କଳ୍ପବଟ। ମୋ ଘର ପାଖରେ ଗୋଟେ ଛୋଟ କୋଳ କମ୍ପାନୀ ରାଜ୍ୟ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦି ଥର ପ୍ରଧାନମନ୍ତ୍ରୀ ମୋଦି ହେଲାଣି। ମତେ ଟିକେ କରିଦଉନ, କରିଦେଇ ନଥାନ୍ତା? ଆପଣ କହିବେ ଗାୟକଟା କଂଗ୍ରେସ ଆଇଥାଉ। କଂଗ୍ରେସ ତ ଜଣା ପଡୁଛି। ତମେ ଯେତେ ବିଜେପି ବାଲା ଏଠେ ବଇଛ ଟିକେ ମନେ ପକା 5 ବର୍ଷ ତଳେ ସବୁ ଇଲେକ୍ଟ୍ରିକ ଖୁଣ୍ଟିରେ ପଦମ ଚିହ୍ନଟା ଆଙ୍କି ଦେଇ 120+ ଲେଖିଲ। 120ରୁ 12ଟା ସିଟ୍ ଏମଏଲଏ ପରା ହୋଇଲ। ଲେଖା ହେଇନଥିଲା ଇଲେକ୍ଟ୍ରିକ ବୋର୍ଡରେ 120। ଏଥର ବିଜେପି 120+। ଦେଖିଲା ବେଳକୁ 12ଟା ସିଟ୍ ମାତ୍ର ପାଇଲ। ତାହେଲେ ନବୀନା ତ ଧରିଥିଲେ ପ୍ରଧାନମନ୍ତ୍ରୀ ହେଇଥାନ୍ତା, କଂଗ୍ରେସିଆ ଚାହିଁଥିଲେ ଓଡ଼ିଶାକୁ ଶାସନ କରିଥାନ୍ତେ। ବିଜେପି ବାଲା 120ରୁ 12ଟା ସିଟ୍ ନେଲେ। କଳ୍ପବଟ ଅଛି କେବଳ ପୁରୀରେ। କଳ୍ପବଟ ନାହିଁ, ପୁଣି କଳ୍ପବଟ ଅଛି। କାମୁଡ଼ିଛି ଆଉ କଣ? ମୁଣ୍ଡ କାମ କରୁନି। ମୋ ମୁଣ୍ଡ କାମ କରୁନି ଆଉ କଣ? ତୁ ବୁଝିପାରିବୁନି। ଶ୍ରୀକ୍ଷେତ୍ର ପୁରୀ ଭିତରେ ଯଦି ପ୍ରବେଶ କରିବୁ, ବଟ ବୋଲେ ବରଗଛ 5ଟା ଦେଖିବୁ।
ହଁ 5ଟା। 5ରୁ 6ଟା ବରଗଛ ପୁରୀ ଭିତରେ ନାହିଁ। କୋଉଠି କୋଉଠି? ଗଣ ହଁ ଦକ୍ଷିଣ ଦିଗ ଦ୍ୱାରରେ ଆସିଲେ ଯୋଉ ବଟ ଗଣେଶ ଅଛନ୍ତି, ହଁ ବଟ ଗଣେଶ। ସେଇ ବଟ ଗଣେଶ ପାଖରେ ଖପରା ବାନ୍ଧୁଛ 2ଟା ବରଗଛ। 2ଟା ବର ଅଛି। ହଁ ଗୋଟେ ରୋଷ ଘର ଆଡକୁ ଲମ୍ବିଛି, ଗୋଟେ ମୁକ୍ତି ମଣ୍ଡପ ଆଡକୁ ଲମ୍ବିଛି। ହଁ 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 ହଁ। ପାଇଲୁ 2ଟା। ପଶ୍ଚିମ ଦିଗ ବାଟରେ ଆଇଲେ ଗୋଟେ ବରଗଛ ଅଛି, ତା ମୂଳରେ ଗୋଟେ ହନୁମାନଟେ ମାଙ୍କଡଟେ କାନ ବୁତିକି ବଇଛି। ହଁ ହଁ କାନପତା ହନୁମାନ। ତା ନାଁ ହେଲା କାନପତା ହନୁମାନ। ହଁ ଆପଣ ମାନେ ଭାବିବେନି ମୁଁ କାହିଁକି ଟିକେ ଟିକେ ବସି ପଡୁଛି। କାହିଁକି? ଆକ୍ସିଡେଣ୍ଟରେ ମୋ ସ୍ପାଇନାଲ କର୍ଡ ଖରାପ ହେଇଛି, ମୋ ଛାତି ହାଡ଼ ଫାଟିଛି। ମୁଁ ପାଲା ଗାଇବା ପାଇଁ ଯୋଗ୍ୟ ନୁହଁ। ଯେତେବେଳେ ଟିକେ କଷ୍ଟ ହଉଛି 2 ମିନିଟ୍ ଟିକେ ବସି ପଡୁଛି, ହଁ କିନ୍ତୁ ପାଲା କେବେ ଭୁଲ ହବନି। ମଞ୍ଚକୁ ଆସିଛି ମାନେ ନୃସିଂହ ତା ପାଠ ଦେଇକି ଯିବ। କାନପତା ହନୁମାନ ତା ନାଁଟା କାହିଁକି? କାହିଁକି? ପୁରୀରେ କେତେଟା ହନୁମାନ ଅଛନ୍ତି? କେତେଟା? ନା ଶ୍ରୀମନ୍ଦିର ଭିତରେ ଯଦି ଖୋଜିବ ତାହେଲେ 17ଟା ହନୁମାନ ପାଇବ। 17ଟା ହନୁମାନ? ଏ ପୁଆ 17ରୁ ଯଦି 16 ହେଇଯିବ ମୋ କାନ ମୁଁ କାଟିଦେବି। 17ଟା ହନୁମାନ କୋଉଠି କୋଉଠି ଟିକେ ମନେ ପକାନ୍ତୁ ଯୋଉମାନେ ପୁରୀ ଯାଇଛନ୍ତି। ଦେଖିବା କୋଉଠି କୋଉଠି 17ଟା? ଗଲା ସିଂହ ଦ୍ୱାରରେ ରହିଛି ଫତେ ହନୁମାନ, ବିଦେଶିଆ ମାନଙ୍କୁ ସେ ଯୋଗୀ ଅଛି। ପୁରୀର ସିଂହ ଦ୍ୱାରରେ ଗୋଟେ ହନୁମାନ ଅଛି, ତା ନା ଫତେ ହନୁମାନ। ତା ଡ୍ୟୁଟି କଣ? ନା ବଡ ଦେଉଳ ଭିତରକୁ ଜବନ ବୋଲେ ବିଦେଶିଆ ପଶିବେ କି ନାଇଁ ସେ ସେଇଠି ବସିକି ପରୀକ୍ଷା କରୁଛି। ପାଇଲ ପିଲେ ଗୋଟେ ହନୁମାନ, ତା ଡ୍ୟୁଟି ପାଇଲ। ଦକ୍ଷିଣ ଦିଗରେ ପ୍ରବେଶ କଲା ବେଳେ ଯୋଉ ବଡ ଦେଉଳରୁ ପଥର ଖସିଥିଲା କୋଉଠି ଅଛି? ଦକ୍ଷିଣ ଦିଗ ଦ୍ୱାର। ଦକ୍ଷିଣ ଦିଗ। ସେଇ ପଥର ପାଖରେ ଠିଆ ହେଇକି ଟିକେ ପଛକୁ ଅନେଇଦବ। ଦକ୍ଷିଣ ଦିଗ ଦ୍ୱାରରେ ଅନେଇଦବ ଉପରକୁ। ଉଭା ହୋଇଛନ୍ତି 12 ଭାଇ ହନୁମାନ, 12ଟା ମାଙ୍କଡଙ୍କର ଚାଲିଛି ମେଳନ। ଏ ଜିନିଷ ମୋ ସମୁଦି ମୁଣ୍ଡରେ ବସିବନି। ନା 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 ମୋ ସମୁଦି ଖାଲି କହୁଥିବ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଜାଲ ମୋ ସମୁଦି ଯାହା କହିବ ତା ପୁରାଣ ଭିତରେ ଆପଣ ପାଇବେନି। ଆଉ ସେ ତା ଘର ପୁରାଣରୁ ମୋ ସମୁଦୁଣୀ ପୁରାଣରୁ ଗାଉ। ପାଲା କି ଜାତି ମୋ ସମୁଦି କି ଜାତି? ହାଡ ହଉଛି ସମୁଦ୍ର କି କହିବେ ମୋ ସମୁଦ୍ର ଏମିତି ଯୋଉ 3 ଘଣ୍ଟା ସମୁଦୁଣୀ କହିଲେ କଣ ହବ? ସେ କଣ ମୋ ଝିଅକୁ ଦଣ୍ଡ ଦବ? ମୋ ଝିଅ ତ ସାଇଣ୍ଟିଷ୍ଟ ହବ, ଆଉ ଏଥିରେ କଣ ଅସୁବିଧା ଅଛି? ବସ 2ରେ ଦକ୍ଷିଣ ଦିଗ ଦ୍ୱାରରେ 12ଟା ମାଙ୍କଡ ଅଛନ୍ତି, 12 ହନୁମାନ। ତାଙ୍କ ଡ୍ୟୁଟି କଣ? ତାଙ୍କ ଡ୍ୟୁଟି? ଆରେ ଦିଲୁଆ, ଆଜ୍ଞା। ଶ୍ରୀଗୁଣ୍ଡିଚା ଯାତ୍ରା ଯେତେବେଳେ ହୁଏ ରଥ ଦୌଡ଼ିକି ଟାଣନ୍ତି କିଏ ରେ? ରଥ ଦୌଡ଼ିକି ଟାଣନ୍ତି ଭକ୍ତ ମାନେ। ଭକ୍ତ ନା ତମ ବୋପା ଟାଣିଥିଲା? ଆମେ ଜାଣିଛୁ ନାଇଁ, ଆଉ ଏଇ 12 ଭାଇ ହନୁମାନ ପରା ଭକ୍ତେ ରଥକୁ ଟାଣନ୍ତି ବହେ ଗମ ଗମ ଝାଳ। ଶ୍ରୀମନ୍ଦିର ପରା ଭିତରେ ପଶିଲେ ଦେଖିବୁ ନେତ୍ରେ ତତ୍କାଳ। ଗୁଣ୍ଡିଚା ଯାତ୍ରାରେ ଯୋଉ ରଥ 3ଟା କିଏ ଟାଣେ? ତମେ କେବଳ ହାତ ପକାଉ ନା, କିନ୍ତୁ ଟାଣେ କିଏ? ନାଇଁ 12ଟା ଯାକ ମାଙ୍କଡ ସେଇଠି ବସିକି ଟାଣିବେ ରଥ ଦୌଡ଼ିକି। ତମେ ରଥଯାତ୍ରା ନ ଦେଖି ଯଦି ବଡ ଦେଉଳ ଭିତରେ ଥରେ ପରୀକ୍ଷା କର, ନହେଲେ ତା ପର ବର୍ଷ ପାଲାକୁ ମତେ ଡାକିକି ପଇସା ଦବନି। ଥରେ ପରୀକ୍ଷା କର, ରଥଯାତ୍ରା ଚାଲିଥିବ
ବଡ଼ଦାଣ୍ଡରେ ଠିଆ ହବନି ମନ୍ଦିର ଭିତରକୁ ଯିବ ଦକ୍ଷିଣ ଦିଗ ଦ୍ୱାରରେ ଦେଖିବ ବାଟଟା ଯାକ ସିମେଣ୍ଟ ମାଙ୍କଡଠୁ ଖାଲି ଗମ 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 ଝାଳ ବହୁଛି ଆକୁ ଦେଖିକି ସାରଥି ସିମେଣ୍ଟ ଗାଈ ତିଆରି କଲା ସିମେଣ୍ଟ ଗାଈଠୁ କ୍ଷୀର ଦୁହିଁଲା ସାରଥି ଲୋକ କହିଲେ ବୋପାଲୋ ଇଏ ସବୁଠୁ ବଡ ବାବା ସାରଥି ପାଇଲା ଏ ଭେଦ କୋଉଠୁ ଆମ ବଡ ଦେଉଳ ଭିତରୁ ଜଗନ୍ନାଥ ପାଖରୁ ପାଇଲୁ 13 ହନୁମାନ 14 ନମ୍ବର ହନୁମାନ ଦକ୍ଷିଣ ଦିଗରେ କାନପୋତା ହନୁମାନ କାନପୋତା କାନ ପାତିକି ବଇଛି କାହିଁକି ଗଲା ବଡ ଦେଉଳକୁ ଶୁଭୁଛି କି ନାହିଁ ସମୁଦ୍ର ଗର୍ଜନ ପରୀକ୍ଷା କରୁଛି କାନ ପୋତା ହନୁମାନ ବଡ ଦେଉଳ ଭିତରକୁ ସମୁଦ୍ର ଗର୍ଜନ ଶୁଭୁଛି ନା ନାଇଁ ଏ ହନୁମାନଟା ପରୀକ୍ଷା କରୁଛି এইଥିପାଇଁ ତା ନାଁ କାନପୋତା ହନୁମାନ କେତେ ଗଲେ 14 ହନୁମାନ 14 ଗଲେ 15 ନମ୍ବର ହନୁମାନ ଗଲା ଉତ୍ତର ଦିଗେ ରହିଛି ରେ ଶୀତଳା ମନ୍ଦିର ସେ ମେଡି ଦ୍ୱାର ପାଖରେ ରହିଛି ହନୁବୀର ଉତ୍ତର ଦିଗ ଦ୍ୱାରରେ ଗୋଟେ ମାଙ୍କଡ ବସିଛି ପରୀକ୍ଷା କରୁଛି